ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ କ'ଣ କରିବାକୁ ପଡ଼ିବ? ପ୍ରଥମେ ଶ୍ରୀକୃଷ୍ଣ କହିଛନ୍ତି, ଜୀବନର ଯଦି ଲକ୍ଷ୍ୟ ପୂରଣ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଧୈର୍ଯ୍ୟ ଏବଂ ନିଷ୍ଠା ରଖନ୍ତୁ। ଯେଉଁ କାମ କରିବ ତାହା ପ୍ରତି ପୂର୍ଣ୍ଣ ନିଷ୍ଠା ଏବଂ ଧୈର୍ଯ୍ୟ ସହିତ କାର୍ଯ୍ୟ କରିବା ଉଚିତ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯିଏ ଧୈର୍ଯ୍ୟର ସହିତ କାର୍ଯ୍ୟ କରେ ତାକୁ ତାର ଲକ୍ଷ୍ୟ ନିଶ୍ଚିତ ଭାବରେ ପ୍ରାପ୍ତ ହୁଏ। ଅର୍ଥାତ୍ ଯୋଗସ୍ଥଃ କୌଶଳମ୍, ଅର୍ଥାତ୍ କୌଶଳପୂର୍ଣ୍ଣ ଭାବେ କାମ କରିବା ଏକ ଯୋଗ ଅଟେ। ଏହା ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ଦ୍ୱିତୀୟରେ ସେ କହିଛନ୍ତି, କର୍ମରେ ମନ ଦେବା, ଫଳକୁ ଆଶା ନ କରିବା। ଅର୍ଥାତ୍ ଏକମାତ୍ର କାର୍ଯ୍ୟ କରିବା ମାନେ ଅଧିକାର ଅଛି କିନ୍ତୁ ତାହାର ଫଳ ଆଶା କରିବା ଉଚିତ ନୁହେଁ। ତୃତୀୟରେ କହିଛନ୍ତି, ସତ୍ୟ ଏବଂ ଧର୍ମର ପଥ ଅନୁସରଣ କରିବା। ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ ନୈତିକତା ଏବଂ ସତ୍ୟ ପଥରେ ଅଗ୍ରସର ହୋଇବା ଦରକାର। ଶ୍ରୀକୃଷ୍ଣ କହିଛନ୍ତି, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଧର୍ମକୁ ସ୍ଥିର କରିବା ପାଇଁ ସେ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତି। ଚତୁର୍ଥରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଭଗବାନଙ୍କ ଉପରେ ଭରସା ରଖିବା ନିହାତି ଆବଶ୍ୟକ। ଭଗବାନ ନିହାତି ତମର ଲକ୍ଷ୍ୟସ୍ଥଳର ବାଟ ଆପଣଙ୍କୁ ଦେଖେଇବେ। ପଞ୍ଚମରେ କହିଛନ୍ତି, ସଂଯମ ଏବଂ ଅନୁଶାସନ। ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ ନିଜ ଇନ୍ଦ୍ରିୟ ଏବଂ ମନକୁ ନିୟନ୍ତ୍ରଣ କରିବା ଦରକାର। ଏହି ଅନୁଶାସନ ଜୀବନକୁ ଏକ ସଫଳ ମୁଖ୍ୟ ଦିଗ ଦେଇଥାଏ। ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁଯାୟୀ ଯଦି ଆମେ ଆଚରଣ କରିବାକୁ ସମର୍ଥ ହୁଏ ତାହେଲେ ଆମେ ନିଶ୍ଚିତ ଭାବେ ଜୀବନର ଲକ୍ଷ୍ୟ ପ୍ରାପ୍ତି କରିପାରିବା। ଲକ୍ଷ୍ୟ ପ୍ରାପ୍ତି ପାଇଁ ନିରନ୍ତର ପ୍ରୟାସ କରନ୍ତୁ। ଏକ ଉଚ୍ଚ ଲକ୍ଷ୍ୟ ରଖିଲା ବେଳେ ତାହାକୁ ପ୍ରାପ୍ତି କରିବା ପାଇଁ ଅନେକ ପରୀକ୍ଷା ଏବଂ ଅସୁବିଧା ଆସିପାରେ, କିନ୍ତୁ ନିଶ୍ଚୟ ଏବଂ ହୃଦୟରୁ ହାର ନ ମାନିବା ଭାବନା ଆପଣଙ୍କୁ ଗମ୍ୟ ପଥରେ ରଖିବ। ଆପଣଙ୍କର ଲକ୍ଷ୍ୟକୁ ଶିଖିବା ଏବଂ ଅଗ୍ରଗତି କରିବା ଏକ ଠିକ୍ ମନୋଭାବ ଏବଂ ନିଶ୍ଚିତ ଚେଷ୍ଟା ଏକ ଲକ୍ଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ବିଫଳତା ଆସିଲେ ହିଁ ନିଜର ଦୃଢ଼ତା ବଢ଼େ। ଅନ୍ୟମାନଙ୍କ ଠାରୁ ଶିଖନ୍ତୁ, ନୂଆ ଜ୍ଞାନ ଅଧିଗମନ କରନ୍ତୁ ଏବଂ ଅଗ୍ରସର ହୁଅନ୍ତୁ। ଅନ୍ୟମାନଙ୍କ ପାଇଁ ଅନୁପ୍ରେରଣା ହୁଅନ୍ତୁ। ନିଜ ଲକ୍ଷ୍ୟ ଏବଂ ସଫଳତା ଦ୍ୱାରା ଆପଣ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବା ଜରୁରୀ। ଯଦି ଆପଣ ନିଜ ଲକ୍ଷ୍ୟରେ ଏଗୁଡ଼ିକ କରିବେ ତେବେ ଅନେକମାନେ ଆପଣଙ୍କୁ ଅନୁସରଣ କରିବେ ଏବଂ ସମାଜର ଉନ୍ନତି ହେବ। ଲକ୍ଷ୍ୟ ହିଁ ଜୀବନର ପଥ ପ୍ରଦର୍ଶକ। ଅନ୍ୟମାନଙ୍କ କଥାରେ ଆସି ନିଜ ଲକ୍ଷ୍ୟକୁ ଭୁଲିଯିବେ ନାହିଁ। ସଫଳତା କେବେ ବି ଏକ ରାତିରେ ଆସିନଥାଏ। ଦୃଢ଼ ପ୍ରୟାସ, ଶ୍ରମ ଏବଂ ଅନୁଶାସନ ସହନଶୀଳତା ଦ୍ୱାରା ଏହା ପ୍ରାପ୍ତ ହୁଏ। ଆଜିଠାରୁ ଏକ ନୂଆ ଶୁଭାରମ୍ଭ କରନ୍ତୁ ଏବଂ ନିଜର ଲକ୍ଷ୍ୟ ପାଇଁ ଅଗ୍ରସର ହୁଅନ୍ତୁ। ଏହି ମୂଳମନ୍ତ୍ର ଆପଣଙ୍କ ଜୀବନରେ ନିହାତି ଆପ୍ଲାଏ କରନ୍ତୁ ଏବଂ ନିହାତି ଆପଣ ଏକ ସଫଳତା ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ବ୍ୟକ୍ତି ଦିନେ ନା ଦିନେ ହେବେ। ହ୍ୟାଲୋ ଗାଇସ୍, ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଆପଣ
ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କର ଭଲ ପାଇବା ଏମିତି ଆମ ସାଙ୍ଗରେ ଥାଉ ଏବଂ ଆଗକୁ ନୂଆ ନୂଆ ଭିଡ଼ିଓ ଆପଣ ଏମିତି ଦେଖୁଥାନ୍ତୁ। ତେବେ ରହିଲି, ନମସ୍କାର।